ଯାତ୍ରା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁ। ଆସନ୍ତୁ ଆମେ ପାଳକ ପ୍ରେମାଶିଷ ସତମାନଙ୍କ ଦ୍ୱାରା ଲିଖିତ ଆଜିର ଡିଭୋସନ ବିଷୟରେ ଚର୍ଚ୍ଚା କରିବା। ପ୍ରେଜ୍ ଦ ଲର୍ଡ। ଆଜି ଆମେ ଗୋଟେ ବହୁତ ଭଲ ବିଷୟରେ କଥା ହେବା। ପାଳକ ପ୍ରେମାଶିଷ ସତମାନଙ୍କର ଗୋଟେ ଲେଖା ଅଛି, ଦୋଷମୁକ୍ତ ଜୀବନ, କ୍ଷମାପ୍ରାପ୍ତ ହୋଇ ବଞ୍ଚିବା। ତ ସେଇ ବିଷୟରେ ଟିକେ ଗଭୀର ଭାବେ ଦେଖିବା। ମାନେ ମୂଳ କଥା ହେଲା ଏଇ ଯେଉଁ ନିନ୍ଦା ଭାବନା, ଦୋଷୀ ଦୋଷୀ ଲାଗିବା, ଏସବୁରୁ ବାହାରି କେମିତି ଗୋଟେ ସତ୍ସତିକା କ୍ଷମା ପାଇଲା ଭରି ଜୀବନ ବଞ୍ଚିବା। ଲେଖକ ଗୋଟେ ବଢ଼ିଆ ପ୍ରଶ୍ନ ପଚାରିଛନ୍ତି, କିଏ ସତରେ ଜାଣିଶୁଣି କ୍ଷମା ପାଇଛେ ବୋଲି ଭାବି ବଞ୍ଚୁଛି କି? ଏଇଟା ଟିକେ ଭାବିବା କଥା। ଆଉ ଏହାର ମୂଳଦୁଆ କ'ଣ? ରୋମିଓ 8:1 ସେଠି କ'ଣ କୁହାଯାଇଛି? ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ। ବା, କେତେ ଶକ୍ତିଶାଳୀ କଥା! ହେଲେ ବି ଆମେ ଅନୁଭବ କରୁନା, ମନକୁ କେତେ ନକାରାତ୍ମକ ଚିନ୍ତା ଆସେ, ଦଣ୍ଡ ମିଳିବ ଭଳି ଲାଗେ। ଲେଖକ କିନ୍ତୁ ସଫା ସଫା କହୁଛନ୍ତି ଏ ଭାବନା ପରମେଶ୍ୱରଙ୍କଠାରେ ଆସେନି। ତେବେ ଯଦି ତାଙ୍କଠୁ ନୁହେଁ ତାହେଲେ କୋଉଠୁ ଆସୁଛି? ଲେଖକ କ'ଣ କହୁଛନ୍ତି ଏ ବିଷୟରେ? ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଲେଖା ଅନୁସାରେ ଏଇ ଯେଉଁ ଦୋଷ ଦେଲା ଭଳି ସ୍ୱର, ମାନେ ସେଇଟା ଆସେ ଶତ୍ରୁଠାରୁ। ତାକୁ ତ ଅଭିଯୋଗକାରୀ କୁହାଯାଏ। ସେ ସବୁବେଳେ ଚେଷ୍ଟା କରେ ଆମକୁ ନିନ୍ଦା କରି ତଳୁକୁ ପକେଇ ଦେବାକୁ। ତେଣୁ ମୂଳ କଥା ହେଲା ଆମକୁ ଏଇ ସ୍ୱରଟାକୁ ଚିହ୍ନିବାକୁ ପଡ଼ିବ, ଆଉ ତାକୁ ଧ୍ୟାନ ନ ଦେଇ ବରଂ ପରମେଶ୍ୱର କ'ଣ କହୁଛନ୍ତି ଆମ ବିଷୟରେ ସେଇଟା ଶୁଣିବାକୁ ପଡ଼ିବ। ଆଚ୍ଛା, ଆଉ ଏଇଠି ଗୋଟେ ବଡ଼ ପରିବର୍ତ୍ତନର କଥା ଆସୁଛି ନା କି? ଲେଖକ 2 କରିନ୍ଥିୟ 5:17 କଥା କହୁଛନ୍ତି ଯେ ଖ୍ରୀଷ୍ଟଙ୍କଠାରେ ଆମେ ସମସ୍ତେ ଗୋଟେ ନୂତନ ସୃଷ୍ଟି। ଏହାର ମାନେ କ'ଣ? ପୁରୁଣା ଜିନିଷ ସବୁ, ପୁରୁଣା ପରିଚୟ, ପୁରୁଣା ଦୋଷୀ ଭାବନା, ଆଗର ଭୁଲ ସବୁ ଚାଲିଗଲା। ହଁ, ସବୁ ଶେଷ। ପରମେଶ୍ୱରଙ୍କ ବାକ୍ୟ କହୁଛି ଆମେ ତାଙ୍କ ଧାର୍ମିକତାରେ ନୂଆ କରି ତିଆରି ହେଇଛେ। ଆମେ ବହୁତ ପ୍ରେମ ପାଇଛେ, ପୁରାପୁରି କ୍ଷମା ପାଇଛେ। ଏଇଟା ଖାଲି ଗୋଟେ ଭଲ ଭାବନା ନୁହେଁ, ଏଇଟା ହିଁ ଆମର ପ୍ରକୃତ ସ୍ଥିତି ଖ୍ରୀଷ୍ଟଙ୍କଠାରେ। ଏକଦମ ଏଇଟା ବାସ୍ତବରେ ଗୋଟେ ପୁରା ବଦଳେଇ ଦେଲା ଭଳି ସତ୍ୟ। କାରଣ ଏଇଟା ଆମକୁ ନିଜକୁ ଆଉ ପରମେଶ୍ୱରଙ୍କୁ ଦେଖିବାର ଗୋଟେ ପୁରା ନୂଆ ରାସ୍ତା ଦେଖାଏ। ଆମ ଆତ୍ମିକ ଜୀବନ ପାଇଁ ଏକ ନୂଆ ମୂଳଦୁଆ ପକାଏ। ସେଥିପାଇଁ ତ ଲେଖକ କହୁଛନ୍ତି ଯେ ଆଗର ଭୁଲ, ବିଫଳତା ସେସବୁକୁ ଧରି ବସିବାର ନାହିଁ, ସେଗୁଡ଼ାକୁ ପଛରେ ପକେଇ ଦେବା କଥା। କାରଣ ସେଗୁଡ଼ାକ ଆଉ ଆମର ପରିଚୟ ନୁହେଁ, ବରଂ ଯେମିତି ଗୀତ ସଂହିତା 23.6ରେ ଅଛି, ଆମେ ଏଇ ଭରସା ରଖିପାରିବା ଯେ ପରମେଶ୍ୱରଙ୍କର ମଙ୍ଗଳ ଆଉ ଦୟା ଜୀବନ ସାରା ଆମ ସାଙ୍ଗରେ ରହିବ, ଆଉ ପ୍ରତିଦିନ ତାଙ୍କ କୃପା ଉପରେ ଆମେ ନିର୍ଭର କରିପାରିବା। ହଁ, କିନ୍ତୁ ଏଥିରେ ଆମର ବି ଗୋଟେ ଭୂମିକା ଅଛି, ନୁହେଁ କି? ଏମିତି ନୁହେଁ ଯେ ଆମେ ବସି ରହିବା। ଲେଖକ ଗୁରୁତ୍ୱ ଦେଉଛନ୍ତି ଯେ ଆମ ମନୋଭାବ ବଦଳିବା ଦରକାର। ନିଜକୁ ଦୋଷୀ କିମ୍ବା ହାରିଯାଇଥିବା ଲୋକ ଭଳି ଦେଖିବା ବନ୍ଦ କରିବାକୁ ପଡ଼ିବ। ଆମକୁ ନିଜକୁ ଜଣେ ବିଜେତା ଭାବରେ ଦେଖିବାକୁ ହେବ। ଯେମିତି 1 କରିନ୍ଥିୟ 15:57ରେ କୁହାଯାଇଛି, ପରମେଶ୍ୱର ଆମକୁ ଖ୍ରୀଷ୍ଟଙ୍କ ଦ୍ୱାରା ଜୟ ଦିଅନ୍ତି। ହଁ, ସେଇଟା ଗ୍ରହଣ କରିବାକୁ ପଡ଼ିବ। ଏହା ଏକ ସକ୍ରିୟ ଗ୍ରହଣ। ଏହାର ମାନେ ହେଲା ଅତୀତର ବନ୍ଧନକୁ ପଛରେ ଛାଡ଼ି ପରମେଶ୍ୱର ଆମ ପାଇଁ ଯାହା ରଖିଛନ୍ତି ସେ ଭବିଷ୍ୟତକୁ ଆଗ୍ରହରେ ଆପଣେଇବା। ଗୋଟେ ଦୌଡ଼ାଲି ଭଳି ଯିଏ ପଛକୁ ନ ଚାହିଁ ଆଗକୁ ଲକ୍ଷ୍ୟ ଆଡ଼କୁ ଦୌଡ଼େ। ଠିକ୍ କହିଲେ। ଏସବୁ କଥାର ସାରାଂଶ ତାହେଲେ କ'ଣ ହେଲା? ଯେ ଖ୍ରୀଷ୍ଟଙ୍କଠାରେ ବାସ୍ତବରେ କୌଣସି ଦଣ୍ଡାଜ୍ଞା ନାହିଁ, କିଛି ନାହିଁ, ଶୂନ୍ୟ। ପରମେଶ୍ୱରଙ୍କ ପ୍ରେମ କୌଣସି ସର୍ତ୍ତ ଉପରେ ନିର୍ଭର କରେନି। ସେ ଆମକୁ ମୁକ୍ତ ଭାବରେ ଭଲ ପାଆନ୍ତି, ଆଉ ସବୁବେଳେ ଆମ୍ଭ ପାଇଁ ସବୁଠୁ ଭଲ କଥା ହିଁ ଚାହାନ୍ତି। ତେଣୁ ଲେଖକଙ୍କ ଆହ୍ୱାନ ହେଉଛି, ଏଇ ଯେଉଁ ନିଜକୁ ନିନ୍ଦା କରିବା, ଦୋଷୀ ଭାବିବାର ବୋଝ ଅଛି, ତାକୁ ଫିଙ୍ଗି ଦିଅନ୍ତୁ। ପରମେଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକୁ ଧରନ୍ତୁ, ଆଉ ସେଇ ଯେଉଁ ନୂଆ ପରିଚୟ ମିଳିଛି ସେଥିରେ ଆତ୍ମବିଶ୍ୱାସର ସହ ବଞ୍ଚନ୍ତୁ। ମାନେ ଆପଣ ପ୍ରେମ ପାଇଛନ୍ତି, କ୍ଷମା ପାଇଛନ୍ତି, ଆଉ ତାଙ୍କ ନଜରରେ ବହୁତ ମୂଲ୍ୟବାନ। ଏଇଟା ଖାଲି ଆଶା ନୁହେଁ, ଏଇଟା ହିଁ ଖ୍ରୀଷ୍ଟଙ୍କଠାରେ ଆମର ବାସ୍ତବତା। ବହୁତ ବଢ଼ିଆ କଥା। ତେବେ ପାଳକ ପ୍ରେମାଶିଷ ସତମାନଙ୍କ ଲେଖାରୁ ଆମେ ଯାହା ବୁଝିଲେ, ମୁଖ୍ୟ ଶିକ୍ଷା ହେଲା କ୍ଷମାପ୍ରାପ୍ତ ଜୀବନ ବଞ୍ଚିବା ମାନେ ଖାଲି ପୁରୁଣା ଭୁଲ ପାଇଁ ଦୁଃଖ କରିବା ନୁହେଁ, ବରଂ ଖ୍ରୀଷ୍ଟଙ୍କଠାରେ ଯେଉଁ ନୂଆ ପୁରା ଦୋଷମୁକ୍ତ ପରିଚୟ ମିଳିଛି ତାକୁ ଜାବୁଡ଼ି ଧରିବା। ଆଉ ଏ ପରିଚୟ କାହା ଉପରେ ଆଧାରିତ? ପରମେଶ୍ୱରଙ୍କର ଅସୀମ ପ୍ରେମ ଆଉ ତାଙ୍କର ଅଟଳ ପ୍ରତିଜ୍ଞା ଉପରେ। ହଁ, ଆଉ ଏଇଟା ଆମକୁ ଗୋଟେ ପ୍ରଶ୍ନ ପାଖରେ ଛାଡ଼ି ଦେଉଛି, ଯାହା ଉପରେ ଆମେ ଚିନ୍ତା କରିପାରିବା।
ए सत्यताकू तो आमे मुंडरे जानिले किंतु प्रतिदिनर जीवनरे सेई विजेता परिचय बंचिबा पाई कौन कौन छोट छोट पदक्षेप नहीं हबो आम भावनारे बा कामरे एमिटी कौन अछि जहा एही स्वाधीनता को पूरा अनुभव करिवारे बाधा देउछि कि एटा निश्चय टिके भाबिबा पाई निजकू परखिबा पाई एक विषय। आज आत्मिक यात्रा कार्यक्रम रे जोग देबा पाई धन्यवाद जेउठी आमे प्रतिदिन परमेश्वर को वाक्य आलोचना करूछु। जदि एही कार्यक्रम आपनको आशीर्वाद देइयोछि तेबे एहाकू आपना फैमिली आउ फ्रेंड्स व्हाट्सएप ग्रुप रे शेयर करंतु। आसंता काली पुणी देखा हबा। धन्यवाद।